করতে গোদামাটি পঞ্চায়েত গোটে নূয়া পঞ্চায়েত মানে এটা ক্ষুদ্র পঞ্চায়েত সাবরঙ্গ ভাঙ্গিকি গোদামাটি নূয়া পঞ্চায়েত হয়েছে। এই ক্ষুদ্র পঞ্চায়েতরে যেতিকি লোক কর্মী বৈঠক উপস্থিত রহবা কথা আপনার নিজে অনুভব করবে আশাতীত ভাবে এটি কর্মী মানে এটি উপস্থিত লে বিশেষ করে মা মান উপস্থান যথেষ্ট লা আন্তরিকতা মধ্যে যথেষ্ট লা যুবক মানকর মধ্যে আপনার দেখিথিবে আসিবা সময় আমକୁ এটিকে ন ছাড়ি কহিলে আগে রালি যাব রালি সইলা পরে আসিকি মিটিং আমি তাঁর সহ রালিরে গলু এবং যাফলের শতাধিক মোটরসাইকেল আজ তাঁর পঞ্চায়েত পুরাপুরি ভাবে সেমানে বুলি স্লোগান দেই উন্মাদনা সহিত নবীন বাবুকে ষষ্ঠ থর মুখ্যমন্ত্রী করা ডাকরা দেই লোক মানুষ অনুরোধ করে এটি আসিকি সভা হলা। এ সভারে আমার যে কি এমপি প্রতিনিধি মুক্তিবাবু এবং প্রফুল্ল বাবু অন্য যে সরপঞ্চ সমিতি যে মন্তব্য দেলে আপনার অনুভব নিজে করে যে লোক মানে যে কেন্দ্র সরকার উপরে অতিষ্ঠ আজ দরদাম বৃদ্ধিঠু আরম্ভ করে যা চাষী মানকর যে অভাব অসুবিধা আছে তা প্রতি ধ্যান নদেই যুবক মানকর বেকারি को হ্রাস নকরি বর্ষ বর্ষ ধরি পেট্রোল ডিজেল দাম বড়িবার লাগিছি এবং যে তাকে দরদামକୁ ন কমাউଥିବା ଦୃଷ୍ଟିରୁ ଆଜି ମଧ୍ୟ ମାଆମାନେ ମଧ୍ୟ ଉତ୍କ୍ଷିପ୍ତ। ତେଣୁ ଶୁଣନ୍ତୁ ଗୋରାମାଟି ନୁହେଁ ଆମର ବିଜୁ ଜନତା ଦଳର ଆଭିମୁଖ୍ୟ ହେଲା ଗ୍ରାମାଞ୍ଚଳର ବିକାଶ ଯେଉଁଟାକି ପୂର୍ବ ସରକାରମାନେ ଗ୍ରାମାଞ୍ଚଳ ପ୍ରତି ଗୁରୁତ୍ୱ ଦେଉନଥିଲେ। ବିଜୁବାବୁଙ୍କ ସମୟରୁ 1990 ମସିହାରୁ ଗ୍ରାମାଞ୍ଚଳ ଉପରେ ଗୁରୁତ୍ୱ ଦିଆଗଲା କାହିଁକି ନା 70% ଲୋକ ଗ୍ରାମାଞ୍ଚଳ ବସବାସ କରୁଛନ୍ତି ଏବଂ ସେ 70% ଲୋକଙ୍କୁ ଆମେ ଅବହେଳା କରୁଛୁ। ଆମର ଯେଉଁ ବଜେଟ୍ ହେଉଛି ସେ ବଜେଟ୍ରେ 70% ଅର୍ଥ ଖର୍ଚ୍ଚ ହେବା କଥା ରୁରାଲ ଏରିଆରେ ପଞ୍ଚାୟତରେ ଖର୍ଚ୍ଚ ନହେଇକି ତାକୁ ଆମେ ସହରାଞ୍ଚଳରେ ଖର୍ଚ୍ଚ କରୁଥିଲୁ। ଉଦାହରଣ ସ୍ୱରୂପ କହିବାକୁ ଚାହେଁ କେନ୍ଦ୍ର ସରକାରଙ୍କର ବଜେଟ୍ରେ ଗୋଟେ ଦେଖାଗଲା ଯେ ବମ୍ବେ ସହରର ତାଙ୍କର ଯେଉଁ ଦୂଷିତ ଜଳ ନିଷ୍କାସନ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ସମଗ୍ର ଭାରତ ବର୍ଷର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ପିଇବା ପାଣି ପାଇଁ ସେତିକି ବ୍ୟବସ୍ଥା କରାଯାଉ ନାହିଁ, ଯାହାକି ଓଡ଼ିଶା ସରକାର ତାର ଚରମ ବିରୋଧୀ। ଏବଂ ଆଜି ହେଇଛି ସହର ଲୋକ ଯେଭଳି ଭାବରେ ପାନୀୟ ଜଳ ବିଶୁଦ୍ଧ ପାନୀୟ ଜଳ ପାଇପ୍ ୱାଟର ସପ୍ଲାଇରେ ପାଇବେ ବା ପାଉଛନ୍ତି ଠିକ୍ ସେହିପରି ଭାବରେ ମଧ୍ୟ ଗ୍ରାମାଞ୍ଚଳ ଲୋକମାନେ ମଧ୍ୟ ପାଇପ୍ ୱାଟର ସପ୍ଲାଇରେ ପାଇବେ ଏବଂ 2025 ସୁଦ୍ଧା ଇଏ କାର୍ଯ୍ୟ ସମ୍ପାଦିତ ହେବ। ଏବଂ ତା ସହିତ ମଧ୍ୟ ସହରାଞ୍ଚଳରେ ଆପଣ କଂକ୍ରିଟ୍ ରୋଡ଼ ଦେଖୁଥିଲେ, ଆପଣ ଦେଖୁଥିଲେ ସିମେଣ୍ଟ ରୋଡ଼, କିନ୍ତୁ ଗ୍ରାମାଞ୍ଚଳ ସେ ନଥିଲା। ବର୍ତ୍ତମାନ ଗ୍ରାମାଞ୍ଚଳ ଆପଣ ଦେଖନ୍ତୁ ଆର୍ ଡି ରୋଡ଼ PW ରୋଡ଼ ସବୁ ମଧ୍ୟ ଚାଲିଲାଣି। ଆଗରୁ ସହରରେ ଆମେ ଗଲେ ବସ୍ ଚଢ଼ୁଥିଲେ, ବର୍ତ୍ତମାନ ଗାଁ ପଞ୍ଚାୟତରେ ଅଫିସକୁ ଆସିଗଲେ ଆପଣ ଏଠୁ ବସ୍ ଚଢ଼ିକି ଯାଇକି ଭଦ୍ରକରେ ପହଞ୍ଚିବେ 5 ଟଙ୍କାରେ। ଆପଣ ଯେଉଁଟା କହିଲେ ନୂଆ ପଞ୍ଚାୟତ ହେଇଥିବାରୁ ଏଠି ମଧ୍ୟ ବହୁତ ସମସ୍ୟା ଅଛି। ଇଏ ମଧ୍ୟ ବି ଗୋଟେ ଆଗୁଆ ପଞ୍ଚାୟତ ବୋଲି ମୁଁ କେବେ କହିବି ନାହିଁ ଏବଂ ସେ ପଞ୍ଚାୟତର ଯାହା ଅଭାବ ଅସୁବିଧା ଅଛି ତାଙ୍କର ଏଇ ଆମର ଯେଉଁ ସ୍ଥାନୀୟ ସରପଞ୍ଚ ସମିତି ଯେଉଁମାନେ ସେମାନେ ମଧ୍ୟ ଆମ ସହିତ ଆଲୋଚନା କରିଛନ୍ତି। ଯେହେତୁ ବର୍ତ୍ତମାନ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଛି ଯେଉଁଟାକି ଆମେ ତାକୁ ଚାହିଁଲେ ମଧ୍ୟ କରିପାରୁ ନାହୁଁ, କିନ୍ତୁ ଆପଣଙ୍କ ସହିତ ସହମତ ଗୋରାମାଟିର ମଧ୍ୟ ବହୁତ ସମସ୍ୟା ଅଛି ଏବଂ ଯାହାର ଉତ୍ତର ମଧ୍ୟ ଦେଇଛନ୍ତି ଆମର MP ପ୍ରତିନିଧି ଯେ ନିର୍ବାଚନ ସରିଲା ପରେ MLA MP ଉଭୟ ଆମର ଯେଉଁ MLA MP ଫଣ୍ଡସ୍ ଅଛି ସରକାର ତ ତାଙ୍କ ତରଫରୁ କରିବେ, ନବୀନ ବାବୁ ତାଙ୍କ ତରଫରୁ କରିବେ, ଆମେ ମଧ୍ୟ ଆମ ଫଣ୍ଡସ୍ ଦେଇକି ଆମେ ସ୍ୱତନ୍ତ୍ର ବିକାଶ ପ୍ରତି ତାଙ୍କର ଧ୍ୟାନ ଦେବୁ। ବିଶେଷ କରି ଯୁବକମାନେ ଯେଉଁମାନେ ନିଯୁକ୍ତି ପାଇନାହାନ୍ତି, ନିଯୁକ୍ତି ଅପେକ୍ଷାରେ ଅଛନ୍ତି, ଆମେ ସେଠିକି ବି ନିଯୁକ୍ତି ମିଳିବ ସେଥିପ୍ରତି ଧ୍ୟାନ ଦେବା ସହିତ ଚାଷୀ ମୂଲିଆଙ୍କର ଯେଉଁ କାଳିଆ ଯୋଜନା ବଳରାମ ଯୋଜନା ଏବଂ ଯେଉଁମାନଙ୍କ ପାଇଁ ହେଇଛି ସେମାନେ ଯେମିତି ଏଥିରେ ଉପକୃତ ହୁଅନ୍ତୁ, ମାଆମାନଙ୍କ ସମ୍ମାନ ରହୁ, ମାଆମାନେ ସୁରକ୍ଷିତ ରୁହନ୍ତୁ ଏବଂ ସର୍ବୋପରି ଆପଣ ଯେଉଁ କଥା କହିଲେ ଗୋରାମାଟି ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ହେଉ। ଏ ହେଲା ଆମର ଯେଉଁ ଯାହା କହନ୍ତି ନବୀନ ପଟ୍ଟନାୟକଙ୍କର ଷଷ୍ଠ ଥର ମୁଖ୍ୟମନ୍ତ୍ରୀର ଭେଟ ହେଉଛି ମୋ ଆପଣାର ପଞ୍ଚାୟତ କାରଣ ମୋର ପଡ଼ୋଶୀ ପଞ୍ଚାୟତ, ମୋର ଜନ୍ମମାଟି ସୁଗ ଗ୍ରାମ ପଞ୍ଚାୟତ ପାଖରେ ପଞ୍ଚାୟତ। ଏ ପଞ୍ଚାୟତର ଜନ୍ମ ସାବରଙ୍ଗ ଗ୍ରାମ ପଞ୍ଚାୟତ ଠାରୁ
ନୂଆ ପଞ୍ଚାୟତ ହେଲେ ମଧ୍ୟ ଲୋକ ସଂଖ୍ୟା କମ୍ ହେଲେ ମଧ୍ୟ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ବଦ୍ଧପରିକର। ଅତୀତରେ ମଧ୍ୟ ଏ ପଞ୍ଚାୟତର ବିଭିନ୍ନ ସମସ୍ୟା ଥିଲା, ପୋଲଠାରୁ ଆରମ୍ଭ କରି ରାସ୍ତାଘାଟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଣୁ ଆଜି ପ୍ରମାଣିତ କରିଛି ଏ ନିର୍ବାଚନୀ ସଭା ମହିଳାମାନଙ୍କର ବିଜୟ। ପ୍ରାୟ ସର୍ବାଧିକ 90% ମହିଳା ଏ ନିର୍ବାଚନୀ ସଭାରେ ଯୋଗଦାନ କରିଥିଲେ ଗୋରାମାଟି ଗ୍ରାମ ପଞ୍ଚାୟତର। ନବୀନ ବାବୁକୁ ସେମାନେ ଭଲ ପାଆନ୍ତି, ସେଇଥିପାଇଁ ଆଜି ଭଦ୍ରକର ପ୍ରଥମ ମହିଳା ସାଂସଦ ଯେ ତାଙ୍କର କାର୍ଯ୍ୟକ୍ରମ ଅତୀତରେ ଯେତେ ସାଂସଦ ଯାଇଛନ୍ତି କେହି ଜଣେ ଭଦ୍ରକର ସ୍ୱର ପ୍ରାୟ 261 ପ୍ରଶ୍ନ, ତାରକା ଅଣତାରକା ପ୍ରଶ୍ନ, ବିଭିନ୍ନ ସମସ୍ୟା ରେଲୱେ ଠାରୁ ଆରମ୍ଭ କରି ଏବଂ ନ୍ୟାସନାଲ ହାଇୱେ ଠାରୁ ଆରମ୍ଭ କରି ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାଁରେ ଡାକ ଟିକଟ ସବୁ କଥାରେ ମାନନୀୟ ସାଂସଦ ଆଜି ଆଗରେ। ଏବଂ ତତ୍ସହିତ ଆଜି ଭଦ୍ରକରେ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କୁ ପାଇଛୁ ଯେ 1990 ମସିହାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମୟରେ ପ୍ରଥମ ବିଧାୟକ, ପ୍ରଥମ ମନ୍ତ୍ରୀ ଏବଂ ସେ ମଧ୍ୟ ତାଙ୍କ ଉଦ୍ୟମରେ ଆଜି 13 ଜିଲ୍ଲାରୁ 30 ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ପ୍ରଫୁଲ୍ଲ ସାମଲଙ୍କ ପାଇଁ ହୋଇପାରିଛି। ଆଜି ସେ ନେତୃତ୍ୱକୁ ଆମେ ପାଇଛୁ। ଆଜି ସମସ୍ତେ ସାଂସଦ ବିଧାୟକ ସମସ୍ତେ ମିଳିତ ଉଦ୍ୟମରେ ଆମେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଯେ ବିକାଶ ଦେଖିବୁ। ଆମେ ଚାହୁଁ, ସାଂସଦ ଚାହାନ୍ତି, ଆମେ ଚାହୁଁ ଭଦ୍ରକର ସଂସଦୀୟ କ୍ଷେତ୍ରରେ ସାଂସଦ ଏବଂ ସମସ୍ତ ବିଧାୟକ ନିର୍ବାଚିତ ହେବେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଏବଂ ଆଗାମୀ ଦିନରେ ଯୁବକମାନଙ୍କର ବଜେଟ୍ ଆସୁଛି, ଯୁବକମାନଙ୍କର ଭବିଷ୍ୟତ ଆସୁଛି। ଆଗାମୀ ଦିନରେ ମାନ୍ୟବର ସାଂସଦ ଦାବି ରଖିଥିବା ଧାମନଗର ଛକଠାରେ ଟେକ୍ସଟାଇଲ ପାର୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଧାମରାଠାରେ ପ୍ରାୟ 2000 ଏକର ବିଶିଷ୍ଟ ଜମି ଉପରେ ପ୍ରାୟ ଶିଳ୍ପ ପ୍ରତିଷ୍ଠା ହେବ। ଆଗାମୀ ଦିନରେ ଯୁବକମାନଙ୍କର ଯେ ଭବିଷ୍ୟତ, ଯୁବକମାନଙ୍କର ଯୁଗ ଆସୁଛି। ବର୍ତ୍ତମାନ ମହିଳାମାନଙ୍କର ଯୁଗ, ଆଗାମୀ ଦିନରେ ଯୁବକମାନଙ୍କର ଯୁଗ ଆସୁଛି।